ତପସ୍ୱିନୀର ପତ୍ର। କବି ହେଉଛନ୍ତି ଗଙ୍ଗାଧର ମେହେର। ପ୍ରଶ୍ନ ଉତ୍ତର ଆଲୋଚନା କରିବା। କ ନମ୍ବର ପ୍ରଶ୍ନ, ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ। 1 ନମ୍ବର ପ୍ରଶ୍ନ, ଶରଣ ବତ୍ସଳ ଧ୍ୱଜ ରିପୁ ଗଜାଙ୍କୁଶ, ଏଥିରେ ଧ୍ୱଜ ଶବ୍ଦର ଅର୍ଥ କ'ଣ? ଏଥିରେ ଧ୍ୱଜ ଶବ୍ଦର ଅର୍ଥ ହେଉଛି ପତାକା। ନବମାବଳି କବି କାହାକୁ କହିଛନ୍ତି? ନବମାବଳି କବି ନବବିବାହିତା ଦ୍ୱିତୀୟା ପତ୍ନୀଙ୍କୁ କହିଛନ୍ତି। 3 ନମ୍ବର କ୍ୱେଶ୍ଚିନ୍, ରାମଚନ୍ଦ୍ରଙ୍କର ସଦ୍ଗୁଣାବଳୀ ସଦ୍ଗୁଣିତ ହେଉଥିବ କାହିଁକି? କାହିଁକି ନା ମୁଗ୍ଧ ନବବଧୂକୁ ମୁଗ୍ଧ କରିବା ପାଇଁ। ଅପସନ୍ 3 ଇଜ୍ ରାଇଟ୍ ଆନ୍ସର୍। ତାପସଙ୍କ ଅଶାନ୍ତି ନାଶକ ବୋଲି କାହାକୁ କୁହାଯାଇଛି? ତାପସଙ୍କ ଅଶାନ୍ତି ନାଶକ ବୋଲି ରାମଚନ୍ଦ୍ରଙ୍କୁ କୁହାଯାଇଛି। ଅପସନ୍ ନମ୍ବର ଏ। ସୀତା ରାମଚନ୍ଦ୍ରଙ୍କୁ ଚିଠି ଲେଖି କ'ଣ ମାଗିଥିଲେ? ସୀତା ରାମଚନ୍ଦ୍ରଙ୍କୁ ଚିଠି ମାଗି ଲେଖିଥିଲେ, ନବପ୍ରଣୟିନୀ କେଉଁ ଘୋର ତପସ୍ୟା କରି କେଉଁ ମନ୍ତ୍ର ଜପ କରି ରାମଚନ୍ଦ୍ରଙ୍କୁ ବର ରୂପେ ପାଇଲେ ଜଣାଇବା ପାଇଁ। ଅପସନ୍ ନମ୍ବର 3 ଇଜ୍ କରେକ୍ଟ। ସୀତାଙ୍କ ପୁତ୍ରଦ୍ୱୟ କିପରି ଜନନୀଙ୍କ ଜୀବନ କନ୍ଦାଉଥିଲେ? ଅପସନ୍ ନମ୍ବର 2, ବୀଣା ସହକାରେ ରାମାୟଣ ଗାନ କରି ସୀତାଙ୍କ ପୁତ୍ରଦ୍ୱୟ ଜନନୀଙ୍କ ଜୀବନ କନ୍ଦାଉଥିଲେ। କ୍ୱେଶ୍ଚିନ୍ ନମ୍ବର 7, ତରୁଲତା ଗଣ କ'ଣ ଶୁଣି ଅଥୟ ହୁଅନ୍ତି? ନା ତରୁଲତା ଗଣ ଲବକୁଶଙ୍କ ରାମାୟଣ ଗାନ ଶୁଣି ଅଥୟ ହୁଅନ୍ତି। ତରୁଲତା ଗଣ। ସୀତାଙ୍କ ଶିଶୁଦ୍ୱୟଙ୍କ ମନ କ'ଣ ପାଇଁ ସେମାନଙ୍କୁ ଆକର୍ଷିତ କରି ନେଉଥିଲା? ନା ସୀତାଙ୍କ ଶିଶୁଦ୍ୱୟଙ୍କ ମନ ରାମଚନ୍ଦ୍ରଙ୍କ ପଦପଙ୍କଜ ଦର୍ଶନ କରିବା ପାଇଁ ସେମାନଙ୍କୁ ଆକର୍ଷିତ କରି ନେଉଥିଲା। କ୍ୱେଶ୍ଚିନ୍ ନମ୍ବର 9, କ'ଣ ଶୁଣି ସୀତାଙ୍କର ହୃଦୟ ହାଣି ହୋଇଯାଉଥିଲା? ରାମଚନ୍ଦ୍ରଙ୍କର ଗତ ଦୁଃଖର କାହାଣୀ ଶୁଣି ସୀତାଙ୍କର ହୃଦୟ ହାଣି ଯାଉଥିଲା। ଅପସନ୍ ନମ୍ବର 2 ଇଜ୍ କରେକ୍ଟ। ରାମଚନ୍ଦ୍ର ସୀତାଙ୍କ ପ୍ରେମକୁ କାହିଁକି ସ୍ୱପ୍ନ ମନେ କରିବେ ବୋଲି ସୀତା ଲେଖିଛନ୍ତି? ନା ନବପ୍ରଣୟିନୀର ମୁଖ ଦର୍ଶନ କରି। ଅପସନ୍ ନମ୍ବର 1 ଇଜ୍ କରେକ୍ଟ ଆନ୍ସର୍। ସୀତା ପତ୍ର ଲେଖୁଥିବା ବେଳେ କିଏ ହସି ହସି ପହଞ୍ଚିଲେ? ନା ଲବକୁଶ ହସି ହସି ପହଞ୍ଚିଲେ ସୀତା ପତ୍ର ଲେଖୁଥିବା ବେଳେ। ନେକ୍ସଟ ଭିଡ଼ିଓରେ ख ନମ୍ବର କ୍ୱେଶ୍ଚିନ୍ ଆନ୍ସର୍ ଡିସ୍କସନ୍ କରିବା।